ସୁବର୍ଣ୍ଣପୁର ଜିଲ୍ଲା କାମରୁ ଫେରିଲା ବେଳେ ଯୁବତୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ। ବୀରମହାରାଜପୁର ଥାନା ହେକୁଡ଼ି ITI ପଛପଟେ ଘଟିଛି ଘଟଣା। ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ ଯୁବତୀ। ଅଭିଯୋଗ ପରେ ପୋଲିସର ତନାଘନା ଜାରି। 2 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ପୋଲିସ ସୂଚନା ଅନୁସାରେ ହେକୁଡ଼ି ନିକଟରେ ଥିବା JRP ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିବା ଜଣେ ଯୁବତୀ କାମ ସାରି ଘରକୁ ଫେରିବା ବେଳେ ବାଟରେ 3 ଜଣ ଯୁବକ ଅଟକାଇଥିଲେ। ସେ ମନା କରିବାରୁ ତାଙ୍କ ମୁହଁରେ ସ୍ପ୍ରେ ମାରି ଜୋର ଜବରଦସ୍ତି ଟେକି ନେଇଥିଲେ। ନିକଟରେ ଥିବା ITI ପଛପଟେ ଗଣଦୁଷ୍କର୍ମ କରି ଅଚେତ ଅବସ୍ଥାରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଚେତା ଆସିବା ଘରକୁ ଯାଇ ସବୁ କଥା କହିଥିବା ବେଳେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତନାଘନା କରି କିଛି ଜଣଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ଭିକ୍ଟିम को अभियोग क्रमे आज भोर भोर आमर बीरमहाराजपुर अभियोग क्रम बीरमहाराजपुर केस नंबर 229 बाय 25 गोटे केस अभियोग है गत काली संध्यार से इठू जो फेरुले ऑफिस काम सारी फेरुले माने जो टाटा मोटर्स से जो ऑफिस काम सारी फेरुले फेरवा समय रास्तार आमर जो ITI जो कॉलेज पाखे 3टा पिला अटकैले अटकैला घटना उठरा कले मुहर स्प्रे मारिदेले तापर से अचेत हो गले। अचेत होगापर माने माने अभियोग कर धर्षण कर एलिगेशन पर वेरीफाई करूँ इन्वेस्टिगेशन बर्तमान चली सस्पेक्टली आम 2 जन को रखी।